କିଛି ପ୍ରତ୍ୟେକ କରୁଛି। ବାଦ ସାହେବ ଯେତେବେଳେ ଆସନ୍ତି ସେ ମୋ ସହିତ କଥା ହୁଅନ୍ତି, ସେ କଥାଟିକୁ ମୁଁ ଆଉ ହେଇପାରିବି କି ନାହିଁ, ଆଉ ତାଙ୍କ ସହିତ ସମ୍ପର୍କ ସେ ହେଇପାରୁ କି ନାହିଁ, ସେ ମିଳାମିଶା ହେବ କି ନାହିଁ, ମୁଁ ସେ କଥା ଚିନ୍ତା କରୁଛି। ବାଦଶାହ ଜଣେ ଦକ୍ଷ ଶିକ୍ଷକ ଥିଲେ, ସମାଜସେବୀ, ପରୋପକାରୀ, ଛାତ୍ର କୌଶଳ ସେ ଯେଭଳି ଶିକ୍ଷାଦାନ କରୁଥିଲେ, ଭଲ ଭାବରେ ରହୁଥିଲେ। ଯେଉଁ ଛାତ୍ରଟି ନିମ୍ନଧରଣ ସେ ମଧ୍ୟ ଶିକ୍ଷା ଜାଣିପାରୁଥିଲା। ତାଙ୍କର ଯେଉଁ ସରଳ ଆଉ ଶାନ୍ତ ଥିବା ସେ ଯେଉଁ କଥାଟି ମୋତେ ସବୁବେଳେ ମନେ ପଡ଼େ। ମୁଁ କହିଥିଲି ଆଜ୍ଞାକୁ, ଆଜ୍ଞା ଆପଣଙ୍କ ଅବସର ସମୟ ହେଇଯାଇଛି, ଆପଣ ସେମିତି କହିବା ଦ୍ୱାରା ସେ ମୋତେ କହିଲେ ଯେ ସମୟ ହେଇଗଲେ ସମସ୍ତେ ଅବସର ଦେବେ, ସେ ବ୍ୟବହାର କ'ଣ ଅଛି। କିନ୍ତୁ କାଲି ତାଙ୍କର କୌଣସି ଦରମା ନାହିଁ କି କିଛି ପାଇବେ ନାହିଁ, ପରିବାରକୁ କେମିତି କରିବେ, କ'ଣ କରିବେ, କିପରି ଭାବରେ ଆଗକୁ ତାଙ୍କର ଜୀବନ ବିତେଇବେ